ओके, नमस्कार। जय आरसीएम। गुड मॉर्निंग। मेरा सुप्रभात। सुप्रभात जय श्री बहुत बहुत धन्यवाद। आम्ही गुरुकुळले पुणी एकाठी यायचे। ଆଜି ଗୁରୁତ୍ୱପୂର୍ଣ୍ଣ ବହୁତ ସାରା ଡିସ୍କସନ୍ ଆଜି ଗୁରୁକୁଳରେ ହେଇଛି। ବହୁତ ଡିସ୍କସନ୍। ମୁଁ ତ କହିବି କି ପୁରାକୁ ପୁରା ଏତେ ବର୍ଷ ଧରି ଯୋଉ ଗୁରୁକୁଳ ଆମର ହଉଛି, ତ ତାର ଆଜି ମାନେ ଯେମିତି କି କଣ କୁହାଯାଏ, ସାରାଂଶ ପୁରା ଆଜି ଗୁରୁକୁଳରେ ଡିସ୍କସନ୍ ହେଇଛି। ତ ଆଜି ଗୁରୁକୁଳକୁ ବାରମ୍ବାର 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 ଶୁଣିବା ବି ଦରକାର, ଶିଖିବା ବି ଦରକାର, ଟିମରେ ଇମ୍ପ୍ଲିମେଣ୍ଟ ବି କରିବା ନିହାତି ଦରକାର। ତ ମୁଁ ଆଜି ବହୁତ ଏକ୍ସାଇଟମେଣ୍ଟ ଆସିଯାଉଛି ଯେ ଗୁରୁକୁଳକୁ ଏଇ ଯୋଉ ଶିକ୍ଷାକୁ ନେଇକି ଆଉ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ସାଥୀଙ୍କୁ ଯଦି ଇଏ ଶିକ୍ଷା ଆମେ ପହଞ୍ଚେଇବା, ଗୁରୁକୁଳର ଶିକ୍ଷା ଆମେ ପହଞ୍ଚେଇବା, ଚାହେ ଗ୍ୟାସେସ୍ ର ଫର୍ମୁଲା, ତାର ଗୁରୁତ୍ୱ, ତାର ଡିଟେଲ୍ସ, ଲୋକଙ୍କୁ କେମିତି ଇନଭାଇଟ୍ କରିବା ଗୁରୁକୁଳକୁ, ଏସବୁ ବିଷୟରେ ଯଦି ଆମେ ମାନେ ଯେମିତିକି ଦେଖନ୍ତୁ, ଗୋଟେ ଏକ୍ଜାମ୍ପଲ ମୁଁ ଆପଣଙ୍କୁ କହୁଛି ଯେ ଯେତେବେଳେ ଆମେ ପ୍ରଥମେ ପ୍ରଥମେ କୌଣସି ଗାଡି ଚଲାଉ, ସପୋଜ ମୋଟର ସାଇକେଲ ହଉ କିମ୍ବା କାର ହଉ, ପ୍ରଥମେ ପ୍ରଥମେ ବହୁତ ଧ୍ୟାନ ରହୁଥାଏ ଯେ କୋଉଠି ବ୍ରେକ୍ ମାରିବାକୁ ପଡିବ, କୋଉଠି କ୍ଲଚ୍ ଚିପିବାକୁ ପଡିବ, କୋଉଠି ଏକ୍ସିଲେଟର ମୋଡ଼ିବାକୁ ପଡିବ, ବହୁତ ଧ୍ୟାନ ରହୁଥାଏ। କାରଣ ଆମେ ନୂଆ ନୂଆ ଶିଖିନଥାଉ। କିନ୍ତୁ ଯେତେବେଳେ ଆ, ଆମେ ପୁରା ଶିଖି ଯାଇଥାଉ, ତ ସେଥିଲାଗି ଆଉ ଆମକୁ କହିବାକୁ ପଡେନି, ଅଟୋମେଟିକ ଗୋଡ ପଳେଇଯାଏ, ସେ ଗିଅର ଉପରକୁ ପଳେଇଯାଏ, ସେ ହାତକୁ ସେ ଏକ୍ସିଲେଟର ଉପରକୁ ପଳେଇଯାଏ, ସେ ସବୁ ଅଟୋମେଟିକ ଆମର ସବକନସିୟସ ମାଇଣ୍ଡରେ ରହିଯାଏ, ଯୋଉଥିରେ କି ଆମେ ସବୁ କରିପାରୁ। ତ ଇଏ ଯୋଉ ଗେସେସ ର ଫର୍ମୁଲା, ଇଏ ଯୋଉ ଗୁରୁକୁଳକୁ ଇନଭାଇଟ କରିବାର ଯୋଉ ଯୋଉ ପ୍ରକାର ସିଷ୍ଟମ ଆଜି ଟିସି ସାର୍ ଆଜି ଡିସ୍କସନ କଲେ, ସେଟା ଆମ ଜୀବନରେ ଆମେ ତାକୁ ଆପ୍ଲାଏ କରିବା ନିହାତି ଉଚିତ। କାହିଁକି ନା ଯଦି ଆମେ ବଡ ହବାକୁ ଯାଉଛେ, ଯଦି ନ ହଉଛେ, ଯାହା ଅଛେ ସେଇଆ ଅଛି, ଠିକ ଅଛି, ସବୁ ଅଛି, ଆଉ କେତେ ଦିନ ବଞ୍ଚିବା, ଏ କଥା ଯଦି ଆମେ ଚିନ୍ତା କରିବା ତ ଠିକ ଅଛି, ସରିଗଲା। କିନ୍ତୁ ଯଦି ଆମେ ଜୀବନରେ ବହୁତ ବଡ ହବାକୁ ଅଛି, ଗୋଟେ ଇତିହାସ ରଚିବାକୁ ଅଛି, ସବୁ କଥା ये गुरुकुल ମାଧ୍ୟମରେ ହିଁ ସମାଧାନ ଆପଣଙ୍କୁ ହେଇଯାଇ ପାରିବ। ତ ସେଥିଲାଗି ମୋର ଆପଣଙ୍କୁ ପୁଣି ଥରେ ଅନୁରୋଧ ଯେ ଆପଣଙ୍କୁ ଲାଇଫରେ ବହୁତ ବଡ କିଛି କରିବାକୁ ଅଛି, ଅନ୍ୟମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆଣିବାକୁ ଅଛି। ତ ଗୁରୁକୁଳକୁ ଇନଭାଇଟ କରିବା ବିନା ଆମେ କିଛି ଆଉ ଆର ଦ୍ୱିତୀୟ ବିକଳ୍ପ କିଛି ହିଁ ନାହିଁ। ଓକେ, ଥ୍ୟାଙ୍କ ୟୁ। ଆଜି ସମସ୍ତଙ୍କ ବିଚାର ଶୁଣିବା। ସମସ୍ତେ ଆଜି ସଣ୍ଡେ ଅଛି, ବହୁତ ସାରା କାମ ବି ଥିବ, ଫିଲ୍ଡ ୱାର୍କ ବହୁତ ଥିବ। ତ ସେଥିଲାଗି ଆମେ ଫାଷ୍ଟ ଅମିୟ ଅଙ୍କଠୁ ଷ୍ଟାର୍ଟ କରିବା। ୱେଲକମ୍। ସାର୍ ନମସ୍କାର, ହଁ, ସମସ୍ତଙ୍କୁ ଜୟ ଗୋଟେ ଆସି। କଥା ଖାଲି ମୁଁ ଆପଣଙ୍କୁ ରଖୁଛି ଏଥିପାଇଁ ଯେ ଆମେ ସାହୁ ଭାଇ, ଅମୀୟ ବାବୁ, ଯୋଉମାନେ ବି ଅଛନ୍ତି, ହଁ, ଆମେ ଗୋଟେ ଖାଲି ଅଭ୍ୟାସରେ ପରିଣତ କରିବା। ଟିସି ସାର୍ ଯେମିତି କହୁଛନ୍ତି, ମୋବାଇଲକୁ ଯେମିତି ମାନେ ଏଟାକୁ କଣ କହନ୍ତି ହିନ୍ଦୀରେ, ଆଡା କରିକି ରଖିବା ବା ଏମିତି ହେଲେ କଣ ହବ ନା, ଆମର ଯୋଉ ଭିଡିଓ, ଏଇ ଯୋଉ ରେକର୍ଡିଂ ଏଇଠି ହଉଛି ନା, ତ ଇଏ ଯୋଉ ଭିଡିଓ, ତ ଲୋକ ବି ତାକୁ ଦେଖିବାକୁ ଭଲ ଲାଗିବ। ଆଉ ବାରମ୍ବାର ଭିଡିଓକୁ ବନ୍ଦ କରିଦବା, ପୁଣି ଖୋଲିବା, ପୁଣି ବନ୍ଦ କରିଦବା, ପୁଣି ଖୋଲିବା, ତ ସିଏ ବି ରେକର୍ଡିଂ ବି ହଉଛି। ଆମ ଭିଡିଓ ବନ୍ଦ କରିବାର ରେକର୍ଡିଂ ବି ହଉଛି, ଆମ ଇଏ ସବୁ ବି ହଉଛି। ତ ଯାହା ବି ହଉଛି, ତ ମୁଁ ବି ପ୍ରତ୍ୟେକ ଦିନ ଦେଖୁଛି ଯେ ଆମେ ଯୋଉ ଇଏ ରେକର୍ଡିଂ କରିକି ୟୁଟ୍ୟୁବରେ ଯୋଉ ଛାଡୁଛୁ, ପ୍ରତ୍ୟେକ ଦିନ 20-25 ଜଣ ଲୋକ ଦେଖୁଛନ୍ତି। ଆମେ ଏଠି ମାତ୍ର 10 ଜଣ ଅଛେ, କିନ୍ତୁ 20-25 ଜଣ ଦେଖୁଛନ୍ତି ତାକୁ। ତାମାନେ ଆମେ କଣ କରୁଛେ, ଆମେ ଅନ୍ୟମାନଙ୍କ ରୋଲ ମଡେଲ। କୋଉଦିନ 50-60 ଜଣ, 100 ଜଣ ବି ଦେଖୁଛନ୍ତି। ଆମେ ଅନ୍ୟମାନଙ୍କ ରୋଲ ମଡେଲ ହିସାବରେ ଆମେ ଅଛେ। ତ କେବଳ ଆମେ 10 ଜଣ ବସିନେ ଏଠି, ଆମେ 10,000 ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ବସିଛେ। ତ ସେଥିଲାଗି ଆମର କଥାକୁ ଏତେ ପାୱାରଫୁଲ ଆମେ ବନେଇବା, ଆମ ଭିଡିଓକୁ ବହୁତ ବଢିଆ ଭାବରେ କରିବା। ହଁ, ଯଦି ନେଟୱାର୍କ ନାହିଁ ସେଟା ତ ଅଲଗା କଥା। ଆଉ ତା ଛଡା କୌଣସି ପର୍ସନାଲ କଥାକୁ ନ କହିକି ଟପିକ ଉପରେ କଥା କହିବା, ତାକି ଯିଏ ଶୁଣିବା ବାଲା ଲୋକ କଣ କହିବ, ତ ଯାହା ହଉ ଗୋଟେ ପାୱାରଫୁଲ କଥାଟେ କହିଲେ। ତ ଠିକ ଅଛି, ଓକେ, ୱେଲକମ୍। ସାର୍ ନମସ୍କାର, ସମସ୍ତଙ୍କୁ ଜୟ ଆସି। ଆଜିର ଆମେ ତ କାମ କରିବାର ଶୈଳୀ ବଟା ଯାଉଛି ବିଭିନ୍ନ ସମୟରେ। ଆଜି କିନ୍ତୁ କେମିତି କାମ କରିବା, ଯଦି ଚିନ୍ତାଧାରା ଆମର ନଥିବ, ଯଦି ଆମ ଭାବନାରେ ସେ ଜିନିଷ ନଥିବ, ତାହେଲେ ଆମେ ଆଗକୁ ଯାଇପାରିବାନି।
ତେଣୁ ଭାବନା ସହିତ କମ୍ପାନୀ ଗେସେସ୍ କୁ ଭାବନା ସହିତ ବଞ୍ଚେଇବା ଆଉ ନିଜେ ତା ସହିତ ବଞ୍ଚେଇକିରି ଲୋକମାନଙ୍କ ଯୋଉ ଟିମ୍ ଲୋକ ଆସୁନାହାନ୍ତି ତାଙ୍କୁ ବାର ବାର ଫୋନ କରି ଗୁରୁକୁଳକୁ ଆସିବା। ଗୁରୁକୁଳ ବ୍ୟତିରେକ ଆମର ପ୍ରଗତି ଅସମ୍ଭବ। କାହିଁକି ନା ଗୁରୁକୁଳରେ ଯାହା ଶିକ୍ଷା ଦଉଛି ଆମେ ଯେତେ ବହି ପଢିଲେ ଯେତେ ଏ ଲୋକଙ୍କ ସହିତ ଆଲୋଚନା କଲେ ତାଙ୍କ ଉପରେ ପ୍ରଭାବ ପଡୁନାହିଁ। ତେଣୁ ଗୁରୁକୁଳକୁ ଆସିବା ଦ୍ୱାରା ବହୁତ ପ୍ରଭାବିତ ମୁଁ ନିଜେ ହେଇପାରୁଛି। ଅନ୍ୟମାନଙ୍କୁ ଗୁରୁକୁଳକୁ ଆଣିବା ପାଇଁ ବହୁତ ପ୍ରୟାସ ଜାରି ରହିଛି। କେତେବେଳେ କିଏ ଆସୁଛନ୍ତି କେତେବେଳେ ନ ଆସୁଛନ୍ତି, କିନ୍ତୁ ଦିନମାନ ତାଙ୍କୁ ଗୁରୁକୁଳ କଣ ପଢିଲ, କଣ ଆଜି ଆଲୋଚନା ଥିଲା, ଆଜି ଆଲୋଚନା ଠିକ ଆପଣଙ୍କ ଭଳି ଥିଲା, ଆପଣ କାମ କରିବାର ଶୈଳୀ କେମିତି ପରିବର୍ତ୍ତନ କରିବା ଥିଲା, ଆଉ ତାକୁ ବିଭିନ୍ନ ଉପାୟରେ ଗୁରୁକୁଳକୁ ଆଣିବାକୁ ମୁଁ ଚେଷ୍ଟା କରୁଛି। ତେଣୁ ଗୁରୁକୁଳ ହଉଛି ଆମର ସର୍ବଶ୍ରେଷ୍ଠ ମାଧ୍ୟମ, ଶ୍ରେଷ୍ଠ ମାଧ୍ୟମ। ଆମେ ଗେସେସ୍ ସହିତ ବଞ୍ଚିବା ଆଉ ଫିଲ୍ଡ ସହିତ ବଞ୍ଚିବା, ଫିଲ୍ଡର କୋଶ୍ଚିନ୍ ଆନ୍ସର ନିଜ ଭିତରେ ସମାଧାନ କରିବା, ସିନିୟର ମାନଙ୍କ ସହିତ ସମାଧାନ କରିବା। ତା ସହିତ ଯାହାବି ଆମେ ଦିନମାନ କାମ କରୁଛେ ତା ସହିତ କିଛି ନା କିଛି ଯୋଉ ସୁନେହେରା ନିୟମ ଯୋଉ ବହି ଗୋଟେ ଥିଲା ଡିସିଜିଙ୍କର 21ଟା ବଢିବାର ଯୋଉ ନିୟମ 21ଟା ନିୟମ ଅଛି, ମୁଁ ତାକୁ ଦେଖୁଥିଲି ମଝିରେ, ଏବେ ବି ତାକୁ ବି ଥୋଇଥିଲି କାଲି ରାତିରେ ତ ପଢି ପାରିନି, ଆଜି ବି ପଢିଦେବେ। ସକ୍ରିୟତା କେ 21 ସୁନେହେରା ନିୟମ ଚାରି ବହିଟା ଅଛି ମୋ ପାଖରେ। ତାକୁ ବି ଆଜି ବି ତା ଉପରେ ବି କିଛି ଆଲୋଚନା ହେଇଥିଲା, ସାର୍ ଆଲୋଚନା କରିଥିଲେ। ତେଣୁ ତାକୁ ମଧ୍ୟ ଆମେ ନିଜ ସହିତ ବହି ପଢିଦେଲେ ହବନି, ତାକୁ ବାର ବାର ରିଭିଜନ କରିବା, ଲୋକଙ୍କ ସହିତ ବାର ବାର ରିଭିଜନ କରି ଲୋକଙ୍କୁ ଗୁରୁକୁଳକୁ ଆଣିଲେ ସବୁ ସମାଧାନ ସେଇଠି ହବ। ତେଣୁ ପ୍ରଡକ୍ଟ ଆମ ପାଖରେ ଅଛି। ଆମର ଲିଡର ମାନେ ବି ଠିକ ଅଛନ୍ତି, ମିଟିଂ ସେମିନାର ହଉଛି, କିନ୍ତୁ ଯେତେ ମିଟିଂ ସେମିନାର ହେଇ ସାରିଲା ପରେ ବି ଫଲୋ ଅପ୍ ଆମେ ନ କଲେ ଯୋଉ ଭଳି ଅବସ୍ଥା ହଉଛି, ସେମିତି ଗୁରୁକୁଳକୁ ବର୍ତ୍ତମାନ ଆମକୁ ଫଲୋ ଅପ୍ କରିବାକୁ ପଡିବ। ଗୁରୁକୁଳ କିଏ ଆସିଲେ ନ ଆସିଲେ କଣ ଆଲୋଚନା ହେଲା ତା ଉପରେ ଆମେ ଯଦି ଆଲୋଚନା କରିପାରିବା, ତାହେଲେ ଆମର ଗେସେସ୍ ନିୟମ 125% ଗ୍ରୋଥ ନିଶ୍ଚିତ ସମ୍ଭବ। ଅନ୍ୟମାନେ ଯଦି କରୁଛନ୍ତି ଆମେ କାହିଁ କରିପାରିବାନି? ଆମ ପାଖରେ କଣ ଦୁର୍ବଳତା ରହିଛି, ସେ ଦୁର୍ବଳତା ଆମ ଭିତରୁ ବାହାର କରିବାକୁ ପଡିବ, ଆଉ ଫିଲ୍ଡ ଉପରେ ତାକୁ ମଧ୍ୟ ପ୍ରୟୋଗ କରିବାକୁ ପଡିବ। ଏଇଟା ହଉଛି ସାର୍ ମୋର ମତ। ଓଭର ଟୁ ସାର୍ ପଚାରେ। ଓକେ, ବହୁତ ବଢିଆ କଥା। ଆ, ଆପଣ ତ ବହୁତ ସାରା କଥା ଆପଣ ଆଜି ଶିଖିଛନ୍ତି, ତାକୁ ନୋଟ୍ ବି କରିଛନ୍ତି। କିନ୍ତୁ ଗୋଟେ ଆଜ୍ଞା ସାର୍। ବହୁତ ବଢିଆ ଜିନିଷ ଟିସି ସାର୍ ଆଜି କହିଲେ, ଯୋଉଟା କି ମୋର ବି ହୃଦୟକୁ ଛୁଇଁଗଲା, ଯେ ଆମେ କାହାକୁ ଯଦି କହିବା ପ୍ରେମମୟ ନିବେଦନ କରିବା, ମାନେ ଭଲ ପାଇକି ତାଙ୍କୁ ତାଙ୍କ ନିଜ ଆଦରର ଭଳି, ନିଜ ପିଲା ଭଳି ତାଙ୍କୁ ଯଦି ଆମେ ଟ୍ରିଟ୍ କରିବା, ତାହେଲେ ହେଇପାରିବ, ହଁ ବହୁତ ସାର୍। ବହୁତ ଭଲ କାମ ହେଇପାରିବ। ତା ଦ୍ୱାରା ଆମେ ବହୁତ ସଫଳ ହେଇପାରିବା। ଯୋଉ ଯୋଉ ଜିନିଷ ମାନେ ଅ, ଯୋଉଟା କି ସରକାର କରିପାରୁନାହାନ୍ତି ସେଟା ଆମେ କରୁଛେ। ଆମେ କୋଉଠି କି ଆମେ ସ୍ନେହ ପ୍ରେମ ଭଲ ପାଇବା ଦ୍ୱାରା ଆମେ କାହାକୁ ବାନ୍ଧି ପାରୁଛେ, ସେଟା ହଉଛି ସବୁଠୁ ବଡ କଥା। ଓକେ ସାହୁ ଭାଇ। ହଁ, ଆଜି ତ ବହୁତ ଭଲ ଜିନିଷ କହିଲେ, ଗ୍ୟାସେସ୍ ଉପରେ କହିଲେ, ଆଉ 150-25 ଏଇ ଯୋଉ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ଏଇଟା ବି ବହୁତ ବଡ ଗୁରୁତ୍ୱପୂର୍ଣ୍ଣ। 150-25 ଗୁରୁତ୍ୱପୂର୍ଣ୍ଣ, ଆଉ ଗ୍ୟାସେସ୍ ବି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜି ତ ବହୁତ ଜିନିଷ କହିଛନ୍ତି, କିନ୍ତୁ ଆମକୁ ଗୋଟିଏ ଜିନିଷ ହଉଛି ପ୍ରତ୍ୟେକ ଦିନ ଲୋକଙ୍କୁ ଭେଟିବା, ଲୋକଙ୍କୁ ଗୁରୁକୁଳକୁ ଡାକିବା। ସବୁଠାରୁ ଜ୍ଞାନ ମିଳିବ ଗୁରୁକୁଳରୁ ହିଁ ମିଳିବ। ତେଣୁ ଗୁରୁକୁଳକୁ ଆଣିବା ହଉଛି ବଡ କାମ। ଯେମିତି ମିଲି ନନ୍ଦୀ ମ୍ୟାଡାମ ଆସୁଛନ୍ତି, ସେମିତି ଆମର ତାଙ୍କ ମାଧ୍ୟମରେ ବି ଅଧିକ ଲୋକଙ୍କୁ ଆଣିପାରିବା। ପୁରୁଣା ଲୋକମାନଙ୍କର ଯେମିତି ବହୁତ ଆସିପାରୁନାହାନ୍ତି, ସେମାନଙ୍କୁ ବାରମ୍ବାର ବାରମ୍ବାର କହିକି ଆଣିବା ଦରକାର। ଯାହା ଫଳରେ କି ଆମର ଗୁରୁକୁଳ ଶିକ୍ଷାର ସବୁ ଜିନିଷ ଆମେ ଜାଣିପାରିବା। ଯାହା ବି ଚାନ୍ସାର ଯେମିତି କହନ୍ତି, ଗୁରୁକୁଳ ଶିକ୍ଷାକୁ ଯଦି ଗୁରୁକୁଳକୁ ନ ଆସି ପାରିଲେ, ତାହେଲେ ଆମର ଗୁରୁକୁଳ ଶାଖାକୁ ଡାକିବା ଦରକାର। ଗୁରୁକୁଳ ଶାଖାରେ ବସିଲେ ବି ସେ ଜ୍ଞାନ ପାଇପାରିବେ, କାରଣ ଆମର ସାରାଂଶରେ ଆଲୋଚନା ହଉଛି। ତେଣୁ ଗୁରୁକୁଳକୁ ଆଣିବା ହଉଛି ବଡ କାମ, ସବୁଠାରୁ ବଡ କାମ। କାରଣ ସମସ୍ତେ ଅବଶ୍ୟ କହୁଛନ୍ତି ଯେ ଆମର ଏଇ କାମ ଅଛି, ଛୁଆ ଛାଡିବା ଅଛି, ଇଏ ଅଛି, ବିଭିନ୍ନ ପ୍ରକାର କାମ କହୁଛନ୍ତି, କିନ୍ତୁ ଗୁରୁକୁଳରେ ବସିବା ନିହାତି ଆବଶ୍ୟକ। ତେଣୁ ବାରମ୍ବାର ଆମକୁ କହିକି ଗୁରୁକୁଳକୁ ବସେଇବା ନିହାତି ଦରକାର। ଆଉ ଗ୍ୟାସେସ୍ ର ଫର୍ମୁଲା ପ୍ଲସ୍ 150-25 ଇଏ ଗୁରୁତ୍ୱପୂର୍ଣ୍ଣ। ଆଉ ଲୋକଙ୍କୁ କେମିତି ଇନଭାଇଟ୍ କରିବା, ସେ କଳା ଆଜି ମଧ୍ୟ ବତେଇଲେ। ସେ କଳାକୁ ଆମେ ଆପଣେଇବା ନିହାତି ଦରକାର। ବର୍ତ୍ତମାନ ଆମ ପାଇଁ ଗୋଟେ ବଢିଆ ସୁବର୍ଣ୍ଣ ସୁଯୋଗ ଯେ ଗୁରୁକୁଳ ହଉଛି ସବୁଠାରୁ ବଢିଆ ଜିନିଷ। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ ଭାଇ। ଆମେ ଟିମ୍ ଆଗରେ ଆମେ ଆମର ବାର୍ତ୍ତାକୁ ଯଦି ରଖିବା, ତାହେଲେ ଆମେ ସଫଳ ବି ହେଇପାରିବା। ସେଥିପାଇଁ ଆଉ ଗୋଟେ ବି ପ୍ରୟାସ ଆମ ଟିମ୍ ତରଫରୁ ବି ହଉଛି, ପ୍ରତ୍ୟେକ ମଙ୍ଗଳବାର ଦିନ 7:20 ସନ୍ଧ୍ୟା 7:20
ଆମେ ଗୁରୁକୁଳ ଗୁରୁତ୍ୱ ବି ଦଉଛେ, ତା ସହିତ ଗେସେସ୍ ର ଫର୍ମୁଲାର ବି ଗୁରୁତ୍ୱ ଆମେ ବିଶ୍ଳେଷଣ କରିକି ତାକୁ ବି ଆଲୋଚନା ବି ଆମେ କରୁଛେ। ଯଦି ଆମେ ସକାଳ ସନ୍ଧ୍ୟା ସପ୍ତାହରେ ଗୋଟେ ଦିନ ଯିଏ ବି ନ ଆସି ପାରୁଛନ୍ତି ତାଙ୍କୁ ଜଣେଇବା ପାଇଁ ସନ୍ଧ୍ୟାରେ ମଙ୍ଗଳବାର ଦିନ ସନ୍ଧ୍ୟା 7:20ରେ ଆମେ ତାଙ୍କୁ ଯଦି ଇନଭାଇଟ୍ କରିଦବା, ତାହେଲେ ସିଏ ବି ବୁଝିଯିବେ ଯେ ଆମକୁ କ'ଣ କରିବାକୁ ଅଛି। ଓକେ, ଥ୍ୟାଙ୍କ ୟୁ। ଶର୍ମିଷ୍ଠା ମ୍ୟାଡ଼ାମ କୁହନ୍ତୁ। ଜୟ ହରିସିଂ ସାର୍, ନମସ୍କାର। ନମସ୍କାର। ସାର୍ 150-25 ଗ୍ରୋଥ 150-25 ଯୋଉ ଗ୍ରୋଥ ଡେଲି କରିବା ପାଇଁ ସାର୍ ସେଟା କହିଛନ୍ତି, ମାନେ ସେଟା ଗୋଟେ ବହୁତ ଭଲ ଜିନିଷ। ଆଉ ଗେସେସ୍ ର ଫର୍ମକୁ ପାଳନ କରିବା ପାଇଁ ବି କହିଛନ୍ତି, ସେଇଟା ବି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଇଏ। ଆଉ ସବୁଠୁ ଗୋଟେ ବହୁତ ବଡ ଇମ୍ପୋର୍ଟାଣ୍ଟ ଜିନିଷ କହିଛନ୍ତି ଯେ ଆମେ ଭାବ के साथ କାମ କରିବା। ଆଉ ଗୁରୁକୁଳକୁ ଭାବ के साथ ବିନା ଗୁରୁକୁଳ ଅଧୁରା। ଆଉ ଡେଲି ଆମେ ସମସ୍ତଙ୍କୁ ସାଥୀଙ୍କୁ ଫୋନ କରିକି ଗୁରୁକୁଳକୁ ଇନଭାଇଟ କରିବା। ଏଇଟା ହଉଛି ଗୋଟେ ବହୁତ ବଡ ଜିନିଷ ଆଉ ଶିଖିବାକୁ ମିଳିବ। ଗୁରୁକୁଳରେ ଆଟେଣ୍ଡ କଲେ ବହୁତ ଜିନିଷ ସବୁ ଶିଖିବାକୁ ମିଳିବ ଆଉ। ବହୁତ ବଢିଆ ଏଇଟା ମ୍ୟାଡ଼ାମ। 2-3 ଥର ଆଉ ଟିକେ ଭିଡିଓ ଦେଖିଦେଲେ ଆଉ ଧୀରେ ଆଜ୍ଞା। ବହୁତ ସାରା ଜିନିଷ ଆମେ ଜାଣିପାରିବା। ଓକେ, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ଆକାଶ। ଜୟ ଶ୍ୟାମ, ନମସ୍କାର ସାର୍। ଆଜି ତ ବହୁତ କଥା ଆଜି କହିଲେ। ଆଜି ସବୁଠାରୁ ମେନ୍ କଥା ହଉଛି ଆମେ ଯଦି 150-25% ର ଗ୍ରୋଥ ଆମେ କରିବାକୁ ଚାହିଁବା ତ ପ୍ରତ୍ୟେକ ଲୋକଙ୍କୁ ଆମକୁ ଗୁରୁକୁଲକୁ ଆଣିବାକୁ ପଡିବ। ଯେତେ ଲୋକଙ୍କୁ ଆମେ ଗୁରୁକୁଲକୁ ଆଣିପାରିବା ତ ଆମ ଗ୍ରୋଥ ସେତେ ବଢିପାରିବ। ଓଭର ଟୁ ସାର୍। ଓକେ, ଥ୍ୟାଙ୍କ ୟୁ। ଚିତ୍ତ ବାବୁ। ହଁ ସାର୍, ନମସ୍କାର। ଜୟ ଶ୍ରୀ ସାର୍। ଜୟସିଂ। ଆଜି ତ ବର୍ତ୍ତମାନ ଗୁରୁକୁଳ ଯୋଉ ଆଲୋଚନା କରାଗଲା 150-25% ଯୋଉ ଗ୍ରୋଥ, 150-25 ଗ୍ରୋଥ ଆମେ ଆଣିବା କେମିତି? ତାକୁ ସେ ଯୋଉ ଗ୍ରୋଥଟା ଆମେ କରିବା କୋଉ ତରିକାରେ ଆମେ ଆଣିପାରିବା? ତାକୁ କଲେ ତ ଆମେ ପୁଣି ସେଥି ଅନୁସାରେ କରିବା ନା। ତେଣୁ ତାର ମାଧ୍ୟମ ହଉଛି ଗୁରୁକୁଳ। ଗୁରୁକୁଳର ମାଧ୍ୟମ ଅନୁସାରେ ଯୋଉ ଗେସେଜ ର ଯୋଉ ଫର୍ମୁଲା ଅଛି, ଇଏ ହଉଛି ମେନ୍ ପଏଣ୍ଟ। ଇଏ ଗେସେଜ ର ଫର୍ମୁଲାଟାକୁ ଯଦି ଆମେ ତାକୁ ଠିକ ସେ ବୁଝି, ତାକୁ ଠିକ ସେ ସବୁ ଜିନିଷ ଜାଣି, ପ୍ରଡକ୍ଟ ନଲେଜ ନେଇକି ଯଦି ତାକୁ ଆମେ ଫିଲ୍ଡରେ ଆପ୍ଲାଏ କରିପାରିବା ବା ଆମ ଟିମରେ ତାକୁ ଯଦି ଆପ୍ଲାଏ କରିପାରିବା, ତାହେଲେ ଆମେ ଅଟୋମେଟିକ 100%, 50%, ଯୋଉ 25% ଯୋଉ ଗ୍ରୋଥ ଅଛି, ସେ ଗ୍ରୋଥଟା ଆମର ଆସାନୀ ସେ ହେଇପାରିବ। ଯୋଉଟା କି ମୁଁ ଗତ 3 ମାସ ହେଲାଣି, ଅକ୍ଟୋବର ମାସରେ ମୋର ବିଜନେସ ଥିଲା ଟୋଟାଲ ଟିମ୍ ଉପରେ, ମୋର ନିଜର ଆକାଉଣ୍ଟ ସହକାରେ 10,006 ଥିଲା। ନଭେମ୍ବର ମାସରେ ସେଟା 11,400 କେତେ ଟଙ୍କା ହେଇଛି ବିଜନେସ। ଆଉ ଡିସେମ୍ବର ମାସ ବର୍ତ୍ତମାନ ସୁଦ୍ଧା ଅଲରେଡି 8,500 ପାଖାପାଖି ବିଭି ଅଲରେଡି ତାପରେ କ୍ରସ୍ କଲାଣି ଆସିକିରି। ତେଣୁ ସେଇ ଜିନିଷଟା ମୁଁ ଅନୁଭବ ନିଜେ କଲି ଯେ ବର୍ତ୍ତମାନ ଯୋଉ ଗେସେଜର ଯୋଉ ଫର୍ମୁଲା ଅଛି, ସେ ଗେସେଜର ଫର୍ମୁଲାଟାକୁ ତାକୁ ଠିକ ସେ ବୁଝିବା ଏବଂ ତାକୁ ଠିକ ସେ ଆପ୍ଲାଏ କରିବା, ଇଏ ଯୋଡ଼ିଏ ଜିନିଷ ହଉଛି ମୋର ଆଜି ମୁଁ ଶିଖିବାକୁ ପାଇଲି ଏବଂ ଜାଣିବାକୁ ମଧ୍ୟ ପାଇଲି ଏବଂ ତାକୁ ଆପ୍ଲାଏ ମଧ୍ୟ କରିବା ପରେ ତାର ରେଜଲ୍ଟ ବି ମୁଁ ନିଜେ ଅନୁଭବ କରିଛି। ତାପରେ ଆଉ ଗୋଟେ ଜିନିଷ ସାର୍, ମୁଁ ଟିକେ ଗୋଟେ ରିକ୍ୱେଷ୍ଟ କରିବି, ଗୋଟେ ଜିନିଷ ଆପଣ ମାନେ ସମସ୍ତେ ନୋଟ୍ ବି କରିଦିଅନ୍ତୁ। दुनिया का सबसे बड़ा नियम, माने दुनिया का सबसे बड़ा नियम ये जो है, ये जो 24 घंटे हमारे जीवन में आता है, एथिरे ताको 8 घंटा लगे आम 3 भाग करदबा। 8 घंटार आम मेहनत करछे, जो शारीरिक परिश्रम करछे, आम जो रोजगार करने जो शारीरिक परिश्रम करछे, या आम 8 घंटा समय दौचे। सरकार नियम अनुसार भी 8 घंटार भी ड्यूटी रखा होची। तापर आउ गोटे जिन हूँ 8 घंटार जो स्लीप जो सीट्स जो फर्मूला अच्छी, 8 घंटार आम जो निदर शोवा सेटा भी आमर ठीक दरकार उपयुक्त। एवं बाकी जो 8 घंटा रहा से 8 घंटार आम 2 घंटा बिजनेस प्लानिंग करवा। बिजनेस प्लानिंग कौन ना, जो गुटाक आम रोचे सकाल आम बसिले बर्तमान 6:30 ରୁ 7:30 जो घंटा रखिले आम गुरुकुल प्रोग्राम रखिले, 7:30 ରୁ 8ଟା पर्यंत आम रखिले आम जो टीम बिजनेस जो गुरुकुल शाखा रखिले। एवं बाकी रहा आउ जो 6 घंटा रोचे, 2 घंटा आम एक्सरसाइज सकाळु व्यायाम, जोटा कि आम शरीर पे उपयुक्त आवश्यक सेटा।
ତାପରେ ଆଉ ଗୋଟେ ଜିନିଷ ହଉଛି 2 ଘଣ୍ଟା ମନୋରଞ୍ଜନ। 2 ଘଣ୍ଟା ମନୋରଞ୍ଜନ କଣ ନା ଆମେ ଦିନ ଯାକ ଯୋଉ କାମ କରୁଛେ ବା ଯୋଉ ଦିନ ଯାକ ଯୋଉ ଥକାପଣ କରୁଛେ ଆମେ ତାକୁ ମନୋରଞ୍ଜନ ଏଇ ମାଧ୍ୟମରେ ନବା, ଯେମିତି ଗୁରୁକୁଳର ଯୋଉ ଶାଖା ଅଛି ବା ଗୁରୁକୁଳର ଯୋଉ ଲାଇଭ୍ ପ୍ରୋଗ୍ରାମ ଅଛି ତାକୁ ଆମେ ପୁନରାୟ ଦେଖିକିରି ଆମେ ତାକୁ ମନୋରଞ୍ଜନ କରିବା ଆକାରରେ ନେଇପାରିବା, ଯୋଉଟା କି ଆମର ସେକେଣ୍ଡ ମାନେ ଦ୍ୱିତୀୟ ଥର ଆମେ ସେ ଯୋଉଟାକ ଭୁଲି ଯାଇଥିବା ଆମେ ସେଇଟାକୁ ଆମେ ଆରାମସେ ବୁଝିପାରିବା ବା ଜାଣିପାରିବା। ତାପରେ ଆଉ ଗୋଟେ ଜିନିଷ ହଉଛି କଣ ନା 2 ଘଣ୍ଟା ପରିବାର के साथ 2 ଘଣ୍ଟା ଆମେ ଯୋଉ ପରିବାର ସହିତ ସମୟ ଦବା, ଆମର ସେ ପରିବାର ଭିତରେ ଯୋଉ ଆଲୋଚନା ଆମର ରହିବ, ଖାସ କରିକି ଆମର RCM ର ଯୋଉ ଗୁରୁକୁଳ ପ୍ରୋଗ୍ରାମ ଏବଂ ଯୋଉ ସିଟ୍ସ ର ପ୍ରୋଗ୍ରାମ ଇଏ ବାବଦରେ ସବୁ ଜିନିଷଟା ପୁଙ୍ଖାନୁପୁଙ୍ଖ ତଥ୍ୟ ଆଲୋଚନାର ମାଧ୍ୟମ ରହିବା ଦରକାର ନିହାତି। ତେଣୁ ଇଏ ଜିନିଷଟା ହେଲେ କଣ ହବ ନା ଆମର ଯୋଉ ଗୁରୁକୁଳ ରହିଲା ବା ଗୁରୁକୁଳ ଶାଖା ରହିଲା ବା ଯୋଉ ଆମର ଗେସେଜ ଫୁଲ ଫର୍ମ ରହିଲା ବା ଯୋଉ ସିଟ୍ସ ର ଫୁଲ ଫର୍ମ ରହିଲା, ଇଏ ଅଟୋମେଟିକ ଏଟା କାର୍ଯ୍ୟକ୍ଷମ ହେଇପାରିବ ଏବଂ ଆମେ ଅଟୋମେଟିକ ତା ଦ୍ୱାରା 100%, 50%, 25% ର ଗ୍ରୋଥ ଆମେ ଆଣିପାରିବା। ଥ୍ୟାଙ୍କ ୟୁ ସାର୍, ଓଭର ସାର୍। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ କୁହନ୍ତୁ। ସାର୍ ନମସ୍କାର। ଆଜ୍ଞା ନମସ୍କାର, କୁହନ୍ତୁ। ହଁ ସାର୍, ମୁଁ ଆଜି ଶୁଣିଲି ଟିସି ସାର୍ ଯୋଉ କହିଲେ 100% ଗ୍ରୋଥ କଥା, ଗୁରୁକୁଳକୁ ଆସିଲେ ସମସ୍ତେ ସେଇ ଜିନିଷଟା ବହୁତ ଆକାରରେ ବଢିଯାଆନ୍ତା, କିନ୍ତୁ ସମୟ ଦରକାର ହଉଛି ସେମାନଙ୍କୁ ବୁଝେଇକିରି ପୁରା ଭଲସେ ତାଙ୍କୁ ମାନେ ପ୍ୟାର ସେ ବଢେଇକିରି ତାଙ୍କୁ ଯଦି କହିବା। ମୁଁ ଗୋଟେ ଆଜି ଯାଉଛି ଯୋଉ ମୋର ରିଲେସନ ଆଜି ଅଛି, ବାର୍ଥଡେ ଅଛି, ମୁଁ ଯିବି ସେଠି ସମସ୍ତଙ୍କୁ ମୋ ଭାଇ ଭଉଣୀ ଯେତିକି ଲୋକଙ୍କୁ କରିଛି ସେମାନଙ୍କୁ କହିଲା ପରେ ମୁଁ କହିବି ଗୁରୁକୁଳ ବସନ୍ତୁ, ଏତେ ବଢିଆ ଜିନିଷ ସବୁ ପ୍ରକାର କ୍ଲିୟର ହେଇଯିବେ ସେଠି। ସମସ୍ତଙ୍କୁ ମୁଁ ଯେମିତି ଆସୁଛି ସେମିତି ମୁଁ ତାଙ୍କୁ କହିକିରି ଆଣିବା ପାଇଁ ଚେଷ୍ଟା କରୁଛି ସାର୍ ଆଗକୁ, ଆଉ କଣ କରିବି। ଆଜ୍ଞା ଆଜ୍ଞା, ଆଉ ନାଇଁ ଆକ୍ଚୁଆଲି କଥା ହଉଛି ଏଇଆ ଯେ ଆମେ କେବଳ ଯାହାକୁ ଜଏନିଂ କରିଛେ ତାଙ୍କୁ ନୁହେଁ, ଯୋଉମାନେ ଜଏନିଂ ନ କରୁଛନ୍ତି, ଦେଖନ୍ତୁ ପ୍ରତ୍ୟେକ ବୁଧବାର ଦିନ ମେଡିଟେସନ ର ପ୍ରୋଗ୍ରାମ ହଉଛି, ତ ଆଜ୍ଞା। ଆରସିଏମ ରେ ଯିଏ ଜଏନ୍ ନ କରିଛି ତାର କଣ ଦରକାର ନାହିଁ ମେଡିଟେସନ କରିବା। ତ ହଁ ହଁ ସମସ୍ତଙ୍କୁ ଦରକାର। ଆଉ ପୁରା ବ୍ୟକ୍ତିତ୍ୱର ବିକାଶ କରିବା ପାଇଁ ଗୁରୁକୁଳକୁ ଆସିବା ନିହାତି ଦରକାର। ତ ଏଠି ବହୁତ ସାରା ଭାଇଚାରା ମନୋବୃତ୍ତି ଶିଖା ହଉଛି, ବହୁତ ସାରା କଥା ଶିଖା ହଉଛି, ସମସ୍ତଙ୍କୁ କେମିତି ଭଲ ବ୍ୟବହାର କରିବା, ଭଲ ସଂସ୍କାର କରିବା, ଏସବୁ ତ ଶିଖା ହଉଛି। ତ ସମସ୍ତଙ୍କୁ ଆତ୍ମୀୟତା ସୃଷ୍ଟି କରିବା ଏ କଥା ବି ଶିଖା ହଉଛି। ତ ସେଥିଲାଗି ସମସ୍ତେ ସମସ୍ତେ ଆସିବା ନିହାତି ଜରୁରୀ। କରନ୍ତୁ ବା ନ କରନ୍ତୁ ସେଇଟା ତ ଅଲଗା କଥା, କିନ୍ତୁ ହଁ, ଆମେ ନିଜେ ହଉଛି ଗୁରୁତ୍ୱ ଦଉଛୁ ସେଇ ଜିନିଷଟାକୁ, କିନ୍ତୁ ସିଏ କେତେ ଦୂର ଗୁରୁତ୍ୱ ଦଉଛନ୍ତି ତାଙ୍କ ଉପରେ ନିର୍ଭର କରେ। ହେଇପାରିବ। ଦେଖାଯାଉ, ଆଉ ଆଗକୁ ମୁଁ କହିକିରି ତାଙ୍କୁ ବସେଇବା ପାଇଁ ଚିନ୍ତା କରୁଛି ଆଉ। ମ୍ୟାଡାମ ହଉ। ନିଜ ଶକ୍ତିକୁ ଦେଖିବା ଦରକାର, ଶକ୍ତି ଆଜ୍ଞା ବହୁତ ଅଛି। ଆଜ୍ଞା ମହିଷାସୁର କେତେ ପ୍ରତାପୀ ଥିଲା, ଦୁର୍ଗା ଆଜ୍ଞା। ତ ତାକୁ ମାରିଦେଲେ ନା। ନିଜ ଶକ୍ତି ବହୁତ ଅଛି, ଆଜ୍ଞା। ଶକ୍ତିକୁ ଟିକେ ଦେଖିବା ଦରକାର। ଓକେ, ଥ୍ୟାଙ୍କ ୟୁ। ହଉ ସାର୍। ମିଲି ମ୍ୟାଡାମ କୁହନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ। ଆଜ୍ଞା ସାର୍ ନମସ୍କାର, ସମସ୍ତଙ୍କୁ ମୋର ଅଭିନନ୍ଦନ। ନମସ୍କାର। ଓ, ଆପଣଙ୍କୁ ମୁଁ ବା କଣ କହିବି, ଆପଣ ମାନେ ତ ବହୁତ ଭଲ ଭାଷଣ ସବୁ ଦଉଛନ୍ତି, ବହୁତ ବହୁତ ଭଲ ଭଲ କଥା ବି କହୁଛନ୍ତି। ଆମ ସାର୍ ବି ଏଠି ବସି ସବୁ ଶୁଣୁଥିଲେ। ଆଉ ମୁଁ ବା କଣ କହିବି, ମୁଁ ତ କିଛି ସେ ବାବଦରେ ଜାଣିନି, ଆପଣଙ୍କ ଠାରୁ ଶିକ୍ଷା ପାଇ ମୁଁ ଉପଲବ୍ଧ କରିପାରିବି ବୋଲି ଆଶା କରୁଛି। ଆପଣ ମାନେ କୁହନ୍ତୁ, ମୁଁ କିଛି ଶୁଣୁଛି, ଟିକେ ବ୍ୟସ୍ତତା ଭିତରେ ଅଛି ଆଉ। ଓକେ, ବହୁତ ବଢିଆ କଥା। ଡେଲି ଗୁରୁକୁଳକୁ ଆସନ୍ତୁ, ଗୁରୁକୁଳକୁ ଲୋକଙ୍କୁ ଡାକନ୍ତୁ, ତାକି ଆପଣଙ୍କର ସୁବିଧା ବି ସବୁ କିଛି, ଆପଣ ସବୁ କିଛି ଜାଣିପାରିବେ। ଓକେ, ଥ୍ୟାଙ୍କ ୟୁ। ଆରତି ଅପା, ଆଜ୍ଞା। ଜୟ ଆସିଏମ୍। ପ୍ରକୃତ କଥା ହେଲା, ଗୁରୁକୁଳକୁ ଆମେ ଆସିବା ଦ୍ୱାରା ଆମେ ନିଜେ କଣ ଠିକ ଟାଇମରେ ଉଠୁଛୁ, ଆମର ମାନେ ନିଜେ ଆକ୍ଟିଭ ରହୁଛୁ। ଯେମିତି କହନ୍ତି early to bed and early to rise makes men healthy, wealthy and wise। ପ୍ରକୃତ ଗୁରୁକୁଳଟା ମନ ଭିତରେ ଆମର ରହିଛି, ଠିକ ଟାଇମରେ ଆମେ ଗୁରୁକୁଳରେ ବସୁଛେ ବୋଲି ଆଗରୁ ଉଠିକି ସବୁ କାମ ସାରିକିରି ଆମେ ନିଜକୁ ଆକ୍ଟିଭ କରିପାରୁଛୁ ଗୁରୁକୁଳ ପାଇଁ।
ଆଉ ଗୁରୁକୁଳରେ ଯୋଉ ସବୁ କୋଶ୍ଚିନ୍ର ଆନ୍ସର ଯୋଉ ଏକ୍ସପ୍ଲେନ୍ କରାହଉଛି ସବୁ କୋଶ୍ଚିନ୍ ତାକୁ ତାର ଯୋଉ ଆନାଲାଇଜ ହଉଛି କୋଶ୍ଚିନ୍ ସମସ୍ତେ ଗୋଟେ ଗୋଟେ କୋଶ୍ଚିନ୍ର ଆନ୍ସର ଦଉଛନ୍ତି ତାକୁ ଆମେ ସବୁଗୁଡା ନୋଟ୍ ଆଉଟ୍ କରିବା କିଏ କଣ କହୁଛନ୍ତି। ଯେମିତି ଗୁରୁଜୀ କହିଲେ ଜଣେ କହିଲା ଜଣେ କୋଶ୍ଚିନ୍ ଆନ୍ସର ଦେଲା ଖଲିସ୍ତାନ କା ବିନା ଗୁରୁକୁଳ ଅଧୁରୀ है। ମୁଁ ଟିକେ ବୁଝିପାରିଲିନି ଖଲିସ୍ତାନ କା ବିନା କଣ ଗୁରୁକୁଳ ଅଧୁରା है। खलिस्तान के बिना गुरुकुल अधूरा है। खलिस्तान के बिना कौन मैं इसलिए नहीं मैं ସେଥିପାଇଁ ମୋ ହାତ ହ୍ୟାଣ୍ଡ ରେଜ୍ କରିବାକୁ ଯାଉଥିଲି ପୁଣି କଲିନି। ସେ ଲୋକଟି ଯୋଉ କହିଲା ଖଲିସ୍ତାନ କା ବିନା ଗୁରୁକୁଲ ଅଧୁରା है, ତା ମତଲବ କଣ? ଖଲିସ୍ତାନ ସାଙ୍ଗରେ ଗୁରୁକୁଲ କାହିଁ ସମୟ ସେ ଇଏ କଲା କହିଲା ସେଟା ଗୁରୁଜୀ ବି କିଛି କହିଲେନି ସେ ଛାଡ। ତାପରେ ଆମେ ଯୋଉ ଜିନିଷଟା ମାନେ ଗୁରୁକୁଳରୁ ଶିଖିବା ଆମେ ଯଦି ଆମ ଟିମରେ ସବୁ ମେମ୍ବର ବାହାର ଲୋକ ତାଙ୍କୁ ଗୁରୁକୁଳ ବିଷୟରେ କହିବା ସେମାନେ ଗୁରୁକୁଳ ଆମେ ଯାହା ସବୁ ଶିଖୁଛୁ ତାଙ୍କ ଆଗରେ ଆମେ କଣ ଆନାଲାଇଜ କଲେ ମାନେ ଏକ୍ସପ୍ଲେନ କଲେ ସିଏ ସେଟା ଆମେ ଗୋଟେ କଣ ସେ ଆମଠୁ କିଛି ଶୁଣିକିରି ଗୁରୁକୁଳରେ ବସିଲା ପରେ ଯୋଉଟା ଭଲ କଥା ଶିଖିଲେ ଆମେ ତାଙ୍କ ପାଇଁ ଗୋଟେ ଗୋଟେ ଏକ୍ସାମ୍ପଲ ହେଇକି ରହିଯିବା ଯେ ଯାହା ହଉ ସେ ମତେ ଗୁରୁକୁଳ ବିଷୟରେ କିଛି କହିଲେ ଆଉ ମୁଁ ତା ଦେହରୁ ଶିଖିଲି ଏସବୁ ଜିନିଷ ଖାଲି ବିଜନେସ କଥା ନୁହଁ ଅଲଗା ସବୁ ଆମର ସ୍ୱାସ୍ଥ୍ୟ ଉପରେ କୁହାହଉଛି ଆମେ କୋଉ ଖାଦ୍ୟ ଖାଇଲେ ଆମ ଶରୀର ଠିକ ରହିବ ଧ୍ୟାନ ଦ୍ୱାରା ଆମର କଣ ମାନେ ଦେହ କେମିତି ଠିକ ରହୁଛି କୋଉ ରୋଗ ଭଲ ହଉଛି ଏଗୁଡା ସବୁ ଯୋଉ ଜଣେ ଆମେ ତାକୁ ଗୁରୁକୁଳ ବାହାର ଲୋକଙ୍କୁ କହିଲେ କିଛି କ୍ଷତି ନାହିଁ ସେମାନେ ଅଲଗା ଜିନିଷ ବି ଶିଖିବେ ନା ଆମେ କଣ ଖାଲି ବିଜନେସ ବିଷୟରେ ଆଲୋଚନା ହଉଛି ଏଇ କଥା ନୁହଁ। ସେଇଠୁ ସେଇଆ ମୁଁ କହିଲି ସବୁ ଲେଖିଛି ପଏଣ୍ଟ ଆଉଟ କରୁଛି ଭଲ ସବୁ କହିଛନ୍ତି। ସେ କହିଛନ୍ତି ଏକ୍ସପ୍ଲେନ କା ବିନା ଗୁରୁକୁଲ ଅଧୁରୀ है। ଆମେ ନିୟନ୍ତ୍ରଣ ନିଜ ଉପରେ ରଖିପାରୁଛୁ ଗୁରୁକୁଳକୁ ଆସିଲା ବେଳେ ସେ କହୁଛନ୍ତି। ତାପରେ ଗୁରୁଜୀ ତ ଆଜି ଖାଲି କୋଶ୍ଚିନ୍ ଆନ୍ସର ସବାଲ ଜବାବ ଥିଲା ଆଉ। ଓକେ ଥ୍ୟାଙ୍କ ୟୁ ଅପା। ପ୍ରବୀଣା ମ୍ୟାଡ଼ାମ। ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ କୁହନ୍ତୁ। ଗୁରୁଜୀ ତ ସବୁବେଳେ ଭଲ ଜିନିଷ କହୁଛନ୍ତି ସେ ଆଉ ସେଗୁଡାକୁ ଆଉ ତ କିଛି କହିବାକୁ ବି ଦରକାର ନାହିଁ କିନ୍ତୁ ପ୍ରଥମେ ମତେ ଲାଗେ ଲୋକଙ୍କୁ ଭଲ ପାଇବା ଶିଖିବା ଲୋକମାନଙ୍କୁ ଆମ ଆଖପାଖ ସମସ୍ତଙ୍କୁ ଭଲ ପାଇବା ପ୍ରଥମେ ଶିଖ ତାପରେ ଯାଇକି ତାଙ୍କୁ ତମେ ଗୁରୁକୁଳ ବିଷୟରେ ଆମ ବିଜନେସ ବିଷୟରେ ତାଙ୍କୁ କହିବା ତାପରେ ସେ ନିଶ୍ଚୟ ଦେଖିବ ଆଗ୍ରହ ହେବେ କାହିଁକିନା ମୁଁ ବହୁତ ଜାଗାରେ ଦେଖିଲିନି ସେମାନେ ଥରେ ଦିଥର ଆମକୁ ରେସ୍ପଣ୍ଡ କଲେ ସେକେଣ୍ଡ ଥରକୁ ଆଉ ରେସ୍ପଣ୍ଡ କରିବେନି ଦି ତିନି ଥର କଲା ପରେ ସିଏ ଗୋଟେ ବାଟରେ ହାଏ କି ହାଲୋ ସେ ନିଶ୍ଚୟ କହୁଛନ୍ତି। ରାସ୍ତାରେ କାଲି ତ ନଥିଲି ପରଦିନ ଜଣେ ଗଲା ଛୋଟ ଝିଅଟିଏ ସେ କଣ ପାଇଁ ଆମକୁ ଅଟକେଇଲା ମୁଁ ତାକୁ ଚିହ୍ନିନି କି ଜାଣିନି ତାକୁ ପଚାରିଲି ସେମିତି କହିଲା ତାପରେ ମୁଁ କହିଲି ଏମିତି କହିଲି ଯେମିତି କହିଲା ଆମ ଘର ଠିକି ଆସନ୍ତୁ ମୁଁ ଆଜି ଚେଷ୍ଟା କରୁଛି ହେଲେ ଯିବା ପାଇଁ ହେଲେ ତ ୱାକରେ ବାହାରିବି ସେଇ ଅନୁସାରେ ଚେଷ୍ଟା କରୁଛି ତା ଘର ଠିକି ଯିବା ପାଇଁ ସେ ତେଲ କଥା ମତେ ଫାଷ୍ଟ କହିଲା ଆମ ତେଲରେ ଏମିତି ଫେଣ ହଉଛି ଇଏ ହଉଛି ମୁଁ କହିଲି ମାରେ ତୁ ଗୋଟେ ଆମ ତେଲ ଖା ତାପରେ ତୁ ଯାହା କରିବୁ ତୁ ଆଗ ଗୁରୁକୁଳରେ ବସିଲୁ 6:30 ରୁ 7:30 ତାପରେ ଦେଖିବା ସେ ହଁ କରିଛି ଦେଖାଯାଉ କଣ ଆଉ ହଉଛି ବହୁତ ବଢିଆ କିନ୍ତୁ ବହୁତ ସାର୍ ବଢିଆ। ଗୁରୁକୁଳରେ ବସିବା ପାଇଁ ଯୋଉ ଗୋଟେ ମନରେ ଗୋଟେ ଯୋଉ ଖୁସି ଯୋଉ ପର୍ଯ୍ୟନ୍ତ ବସିନଥିଲୁ ବସିଲା ଦିନଠୁ ଗୋଟେ ଯୋଉ ଖୁସି ଯେ ଜଲ୍ଦି ଶୁଅ ସକାଳ 6ଟାରେ ଉଠ 6:30ରେ ଗୁରୁକୁଳରେ ବସିବା ସେଇଟା ଗୋଟେ ମାନେ ଗୋଟେ ଏତେ ଭଲ ଉତ୍ସାହ ଆସୁଛି ମନରେ ସାରଙ୍କୁ ଦେଖି ସାରଙ୍କୁ ଶୁଣିବା ଏତେ ଲୋକଙ୍କ ସାଙ୍ଗର ସମସ୍ତଙ୍କର କଥା ଶୁଣିବା ବହୁତ ଭଲ ଲାଗୁଛି ସାର୍ ଥ୍ୟାଙ୍କ ୟୁ ସାର୍। ଓକେ ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ। ଆକ୍ଚୁଆଲି ଯାହା ବାଣ୍ଟିବା ଚାନ୍ଦ ସାର୍ ବି ସବୁବେଳେ ସେଇ କଥା କହନ୍ତି ଯେ ଯୋଉଟା ବାଣ୍ଟିବା ସେଇଟା ବଢିବ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢିବ ସ୍ନେହ ବାଣ୍ଟିଲେ ସ୍ନେହ ବି ବଢିବ ଭଲ ପାଇବା ବାଣ୍ଟିଲେ ଭଲ ପାଇବା ବି ବଢିବ ଯାହା ଆମେ ବାଣ୍ଟିବା ସେୟା ହିଁ ହବ। ଓକେ ଆମେ ସାରଙ୍କଠୁ ଶୁଣିବା। ଥ୍ୟାଙ୍କ ୟୁ ସାର୍। ଓକେ ଥ୍ୟାଙ୍କ ୟୁ ସାରଙ୍କଠୁ ଶୁଣିବା ସାର୍ ୱେଲକମ୍ ସାର୍ ନମସ୍କାର ଚାନ୍ଦ ସାର୍ ସାର୍
नमस्कार समस्त को जय नमस्कार सर। नमस्कार नमस्कार सर। आज गुरुकुल रे जहाँ सब आलोचना है से सब आपण मैंने सब जानी आगुआ भी जानी जो कथा आम सब आलोचना करा से कथा ही गुरुकुल आज टीसीजी आगे सीरियसली आलोचना करें एकमात्र उद्देश्य गुरुकुल रे केमती समस्ते अटेंड करेंगे गुरुकुल रे शिक्षा समस्त एक रूप शिक्षा समस्ते केमती पाइबे ता छड़ा ग्रोथ उपरे सब डिस्कशन करागला से कौन है प्रत्येक आपण मैंने सब देखुए देखी सब जे प्रत्येक लोक तांकर जो डका होता से माने कहउतांती से माने कहउतांती कोन जे आमे मु एया करूची एई बळी भाबे मु जो जो हमरो काम करिया कथा को प्रकार करिया कथा जेमती सीड्स ऊपर हो कि गैसेस ऊपर हो कि को प्रकार रे से माने कोन करूचंदी केमती लोक जेमती बीणा मैडम गोटे अनुभूति कहले सेमती प्राय अनेक कहउचंदी आपण माने सेही बळी कहबा चेष्टा करूनांती आपण माने सेही बळी कहबा चेष्टा करंतु जे आपण मानकर अनुभूति गोटे अनुभूति कोंतु आपण आमे कोन करूचे हमर ए गैसेस फार्मूला को केमती अप्लाई करले आमे केमती आवरे लोकन सहित इंटरेक्शन करले ता द्वारा आउ गोटे से माने आलोचना करले तांको ग्रोथ पई कोन कोन से माने पदक्षेप नेइचंती कोन करिसंती आउ कोन करिया पई तांकर प्लानिंग अछि ए सब ग्रोथ ऊपर मध्ये सब आलोचना करिले आ गुरुकुल रे आसिया पई समस्त अटेंड करिया पई कहले तो आमे सेति पई आमे कोन करूची एटा एटा आमे जेमती बीणा मैडम भी कहले जे आमे तो समस्त से जेतले सब तो भल कथा आलोचना होउची ठीक कथा किंतु सेटा को आमे केते करूचे आमे जदी सब बेले कहबे जे हां आज बहुत बढ़िया आलोचना हला बहुत भलो हला तो सेतरे लाभ कोन हो सेतरे लाभ कोन अछि की कहउनांती जेमती फिल्म देखि सला पर आमे जेमती आसी कहबा आज फिल्म बहुत बढ़िया हला बहुत हला एमती हला सेमती हला ये हला एगुटे फिल्म देखला बळिया कथा आइ गलानी की माने आपण माने समस्त सब लीडर बसचंदी समस्त अनुभूति बहुत हलानी 2 मास धरि हमर प्रोग्राम चलानी आमे यदि गोटे फिल्म देखला बळिया कथा कहबा जे फिल्म टा बहुत बढ़िया हला आज बहुत बढ़िया हला हीरो एमती करला सेमती करला गप एमती हला बहुत बढ़िया हला एमती करिया उचित सेमती करिया उचित एमती करिया उचित ये करिया उचित आमे कहले काहा को कहया एगडा तो बार बार कहउची ते हेति पई एबे आमे कथा कहबा आ प्रीव्यू दबार टिके हमरो प्रैक्टिकली विशेष कर मैडम माने ठीक प्रैक्टिकली केते कथा कहउचंदी आरती मैडम मैडम माने कहउचंदी हमरो जो हमरो रॉयल्टी अचीवर मानकर कथा होची कोन सब से माने रिव्यू करूचंदी प्रशंसा करूचंदी जे आज बहुत बढ़िया प्रोग्राम हला अमिय बाबू कहउचंदी प्रेमानंद बाबू कहउचंदी आज प्रोग्राम बहुत बढ़िया हला बहुत भलो कथा कहला बहुत से लाभडा कोन होइगला जे आमे से कथारु कोन करिचे कि निजर माइंडसेट टा गुटे के जदी बदले माइंडसेट बदलेले एक्शन आसी जीवो हमरो माइंडसेट टा बदलने हमरो जदी रिव्यू करबा मेंटालिटी रहइबो ताले आमे किछि करि परिबा आगे ही परिबा नै ई होची कथा तो हमरो माइंडसेट बदलंतु काली जते बेले आमे आरंभ करबा प्रत्येक रिव्यू देबे जे एई कथा रे मु एया करिया पई चेष्टा करूची कि एया करूची केमति का भाबरे मोर आलोचना चलची ताले कोन डेवलपमेंट आ गोटे कथा कोन देखंतु आपण माने मु काली भी कहउतिली साहित्य साहू बाबू अमी बाबू नथिले आज सुकांत बाबू आसी नांती से काली कहउतिली जे आपण माने जदि लोक मानन को कहउचंती अनेक लोक कहउचंती तो सेमानक सहित काउंसलिंग करांतु सतपति बाबू सहित आ मो सहित गुरुकुल अटेंड करिया पे काउंसलिंग करंतु साहू बाबू हेलो आज्ञा सर आपण जदि अनेक लोक को कहउचंती से माने आपण कथा सुनु नांती ताले सेही लोक सहित सतपति बाबूर काउंसलिंग करू नांती गुरुकुल अटेंड करिया पे जदि विषय तो ठीक कथा जे थर्ड पार्टी द्वारा प्रभावित होती लोके आपण डायरेक्टली प्रभावित होती नहीं हाँ हाँ कहे किंतु जदि आप थर्ड पार्टी यूटिलाइज करेंगे
ଶତପଥୀ ସାର୍ଙ୍କ ସହିତ କାଉନସିଲିଂ କରିବେ, କାହା ସାଙ୍ଗେ କଥାବାର୍ତ୍ତା କରୁଛନ୍ତି, ଗୁରୁକୁଳ ପାଇଁ ଇନଭାଇଟ୍ କରୁଛନ୍ତି, ଆପଣଙ୍କ କଥା ତା ଉପରେ ପ୍ରଭାବ ପଡୁନି, ତାହେଲେ ଆପଣ ଶତପଥୀ ସାର୍ଙ୍କ ସହିତ ଇଏ କରନ୍ତୁ, କନଫରେନ୍ସ ଆଣନ୍ତୁ, କେତେବେଳେ ମୋ ସହିତ ବି କନଫରେନ୍ସ ଆଣନ୍ତୁ। ଅମି ବାବୁ, ହ୍ୟାଲୋ, ଅମି ବାବୁ, ଓ ଅମି ବାବୁ, ଅମି ବାବୁ, କଣ ଆପଣ ଧ୍ୟାନରେ ଚାହିଁଛନ୍ତି, ମତେ ଶୁଣୁନାହାନ୍ତି ମୋ କଥା? ହ୍ୟାଲୋ, ହଁ ହଁ ସାର୍ ନମସ୍କାର, କୁହନ୍ତୁ। ନମସ୍କାର। ଆପଣ କଣ ମେଡିଟେସନ ମ୍ୟୁଟ୍ କରୁଥିଲେ? ହେଇଥିଲା। ନାଇଁ ସାର୍, ମେଡିସିନ ସରିଗଲାଣି ନା। ଆପଣ କାହାକୁ ଗୋଟେ ଆଉ ଗୋଟେ କୁଆଡେ ଅନେଇଛନ୍ତି ବୋଧେ? ହ୍ୟାଲୋ, ନାଇଁ ସାର୍, ମୁଁ ଦେଖୁଛି, ମୋ ଅନମ୍ୟୁଟ୍ ହେଇଯାଇଥିଲା ସାର୍। ମୁଁ କଣ ସାର୍ କହିଲି ଅନମ୍ୟୁଟ୍ ହେଇଯାଇଥିଲା। ମୁଁ କଣ କହିଲି ବୁଝିପାରିଲେ? ହଁ, ଶତପଥୀ ସାର୍ଙ୍କ ସହିତ କାଉନସିଲିଂ କରିବାକୁ ପଡିବ। କାଉନସିଲିଂ କରିବା ନୁହେଁ ମ, କନଫରେନ୍ସ ଆଣିକିରି ଆଜ୍ଞା, କାଉନସିଲିଂ କରିବେ। ଆପଣ ଆଜି ଦିନ ଭିତରେ ଜଣେ ଦି ହଁ ଜଣଙ୍କୁ କନଫରେନ୍ସରେ ଆଣନ୍ତୁ, ଗୁରୁକୁଳରେ ଇନଭାଇଟ୍ କରିବା ପାଇଁ, ଆଜ୍ଞା ତାଙ୍କୁ ଶତପଥୀ ସାର୍ଙ୍କ ସହିତ କାଉନସିଲିଂ କରାନ୍ତୁ। ଆଜି କରନ୍ତୁ ଆଜ୍ଞା ଦି ତିନି ଜଣଙ୍କୁ। ସାହୁ ବାବୁ, ଆଜ୍ଞା ଆଜ୍ଞା ଆପଣ ତିନି ଜଣଙ୍କୁ ଆଜି ଦି ତିନି ଜଣଙ୍କୁ କନଫରେନ୍ସ ରେ ଶତପଥୀ ସାର୍ଙ୍କ ସହିତ ଆଲୋଚନା କରାନ୍ତୁ। ଆଜ୍ଞା ଆଜ୍ଞା କରିବେ? ହବ ସାର୍। ଆଜ୍ଞା 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 କରିବେ? ଆଜି କରେଇବି ସାର୍। ହଁ, ଆଉ କିଏ କରେଇ ପାରିବେ ସେମିତିକା? ମ୍ୟାଡାମ ମାନଙ୍କର କିଛି ମାନେ ପ୍ରୋବ୍ଲେମ ନାହିଁ, ସେମାନଙ୍କର ପୁରା ଆନ୍ତରିକତାର ସହିତ ସେମାନେ ଲାଗି ପଡିଛନ୍ତି। ତ ମାନେ ଏଥିରୁ ଆମେ ଜାଣୁଛେ କଣ, କେତେ ଆନ୍ତରିକତାର ସହିତ ଆମେ କାମ କରିବା। ଆନ୍ତରିକତା ସହିତ ହେଲେ ଏ ସବୁ କୁछ ଅନ୍ଦର କି ବାତ କହନ୍ତି ବିଶିଜି, ଟିସିଜି ବି କହନ୍ତି, ସବୁ କୁछ ଅନ୍ଦର କି ବାତ। ଆନ୍ତରିକତା ଯେତେ ଅଧିକା ହବ ସେତେ ସଫଳତା ପାଇବା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓକେ ସାର୍, ବହୁତ ବଢିଆ କଥା। ନମସ୍କାର। ଆଜି ତ ସମୟ ହେଇଯାଇଛି, ପୁଣି କାଲି ଆମେ ଦେଖା ହବା ଏଇ ସମୟରେ, ପୁଣି ନୂଆ କିଛି ଚିନ୍ତାଧାରା ନେଇକି। ନମସ୍କାର, ଜୟ ଆରସିଏମ୍। ଜୟ ଜୟ ଶ୍ରୀ ଶ୍ରୀ